प्रथम प्रश्न सब देवता माने बसचंद माँ बसुमती अनुमति नहीं कला कला दशरथ पुओ मो झील मिछ कथा लिखिला न हाँ तुम झील जो लिखिले बड़ी नहीं आने आज जाए तो तुम झीलकर मन दी जन बड़ी थिला जनक सांगे प्रेम करने को जनक सांगे प्रीति करने से जो कहले नी बड़ी नहीं आने आज जाए तो से संपूर्ण भूल तुम झीलकर बहुदिन तलू जनक उपरे मन बड़ी थिला प्रीति करिबा पाई जनक उपरे मन बड़ी थिला प्रेम करिबा मु मन को कहू नहीं कवि सम्राट उपेन्द्र भंज वैदेही विलास राम बुझौचंती माँ बसुमती की माँ मु तुम झील ना मिथ्या कहू गोटे पद राग होची चोखी चाहा थोई दे पुरुणा कालिया पाला वाला ढांचा रे रानी राम कहले सुन माँ तुम झील मते बाहा हवा पूर्वरु का मन बड़े कहला ये वैदेही विमल के सारे बारटा गाइबी जी आपण मैंने बस सब शुणु समय हेले से आसबे तू कहीं व्यस्त हो आपण मैंने आज विचार करेंगे आपण मैंने छोटिया श्रोता नुह आपण मैंने आपण मान जीवन काल भितर वरिष्ठ धुरीण योग्य योग्य गायक मान पाला को शुणी आपण मैंने विचारक समीक्षक आपण मैंने राम कहले लो माँ आमे जो ऋषि विश्वामित्र पछरे मो पछरे मो भाई लक्ष्मण सार दिखे नजर दियंतु आज्ञा कौन कहते ना कौन विश्वामित्र पछरे राम राम पछरे लक्ष्मण मिथिला राजधान रे गला बेले तुम झील सीता अनेक सखी मानक मेल त्रिताल प्रासाद उपरे 3 महला कोठा छात उपरे बसिकी बाटू को छाई लक्ष्य पड़गला प्रथमे तुम झीलकर मो उपरे मु कालिया किंतु कलांगे कले लालसा मते देखी तुम झील मन रे लालसा जागिला मो भाई लक्ष्मण को देखी से गौरवान्विता हेले सेठी स्थिर कले कौटी ना कोठा उपरे ये कालिया रंगर युवक मो बर आउ तांको पछरे जी आछंती से निश्चित तांको सान होइथिबे कारण पछरे आछंती ना ये मो दियर होंते कि बर देवर जे मनासे बर देवर हेबा को मानसे घोष तुमे तो सेदिनु कोठा ऊपर मते देखि कि इच्छा करितलो मु विश्वामित्र जेतो बळे जनक को पाखरे पहुंचिला परे से राजी हबारु सिना मु धनु भांगिले ना ठीक ना भूल
ସେତେବେଳେ ମୋର ଆଡମିସନ ହେଇନି। ସେ କହିଲେ ଦେଖିଲେ ବୋଇଲେ ଦେଖିଲେ ଦେଖନ୍ତୁ ଇଏ ବିଶ୍ୱାସ ଜନ୍ମେଇବାରେ କେଡେ କେଡେ ରାଜା ମାନେ ଗଲେ। ତୁମେ ମତେ ସେଦିନ କୋଠା ଉପରେ ଦେଖି ମନ ଦେଇଦେଲ, ଏବେ କଣ କହୁଛ ଏ ଯାବତ କାହାକୁ ଚିନ୍ତା କରିନା? ଇଏ ବିଚାର କରନ୍ତୁ ଏଇଟା ସୀତାଙ୍କର କହିବାଟା ଠିକ କି ଭୁଲ? ସୀତାକୁ ଅସତୀ ସନାଦାସ କହୁନି, ତାଙ୍କ ସ୍ୱାମୀ ରାମ ତାଙ୍କ ତ୍ରୁଟି ବାଛିଲେ। ଆଜି ପ୍ରସ୍ତୁତି ହେଇକି ଆସ ପାଢି ପଣ୍ଡିତେ ସାରେ, ଇଏ ବାଳକ ବାଳକ ନୁହ। ତୁମେ ନିଆଁ ଲଗେଇ ଦେଇଛ କାଲି ବୋଠି। ଗୋଟେ ଗାୟକକୁ କହିବ ମାଇଚିଆ, ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ଦ୍ୱିତୀୟ ପ୍ରଶ୍ନ ଆପଣ ମାନେ କୁହନ୍ତୁ, ଏ ସମାଲୋଚନାଟା ରାମଙ୍କର ସୀତାକୁ ଠିକ ଅଛି ନା ନାଇଁ? ଭଞ୍ଜ ଲେଖିଛନ୍ତି, ମୁଁ ଲେଖିନି। ଦ୍ୱିତୀୟ ପ୍ରଶ୍ନ, ମୁଁ ଯଦି ମନ ଗଢା ପଦ ବୋଲନ୍ତି ତାହେଲେ ଆପଣ ମତେ କୁହନ୍ତୁ। ମୁଁ ଯାହା କହିବି ଭଞ୍ଜଙ୍କର କହିବି, ବାଲ୍ମୀକିଙ୍କର କହିବି, କପିଳଙ୍କର କହିବି। ଦ୍ୱିତୀୟ ପ୍ରଶ୍ନ ବ୍ରହ୍ମା ପଚାରିଲେ, କହିଲେ ଦ୍ୱିତୀୟ କୁହନ୍ତୁ। ଏ ପ୍ରଶ୍ନ ଥାଉ ଉତ୍ତର ଥାଉ, ପଛରେ ସମାଧାନ ହବ। କିଏ ଠିକ କିଏ ଭୁଲ ପଛରେ ଦେଖିବ। କହୁନାହାନ୍ତି? ହଁ ଆଜ୍ଞା, କଣ କରିବି? ମୋ ପାଖରେ ପଇସା ପତ୍ର ନାହିଁ, ମୁଁ ବହି ଫହି କିଣି ପାରୁନି। କୋଉଠି ମୁଁ ପଇସା କଣ ରଖେଇ? ମୁଁ ସବୁ ବାଣ୍ଟି ଦିଏ। ମୁଁ କଣ ମାଷ୍ଟରିଆ ଗାୟକ ହେଇଛି କି ଛେନାରୁ ଚୋପା ଛଡାଇବି? ପଇସା ବାଣ୍ଟି ଦେବି ମୁଁ? ଏକାଥରେ ଇଏ ଜଣା ପଡୁଛି ପାଢି ସପଟକରେ ନା, ଇଏ ମହାସୂତ୍ରକାରୀ। 5-7 ପିଲାଙ୍କୁ ସୂତ୍ରକାରୀ ରଖିଛନ୍ତି ପଣ୍ଡା ବାବୁ। ନିଜେ ଚୁପ୍ ହେଇ ବସି ପଡି ତାଙ୍କୁ ଲଗେଇছে। ସେ ସେଠି ପପୁ ବାବୁ ହସୁଛି। ଏ ପୁଅ ବାବୁରେ, ଆଉ ସମୟ ନାହିଁ ସାର୍। ଦ୍ୱିତୀୟ ପ୍ରଶ୍ନ, ଯେତେବେଳେ ଏମିତି ଗୋଟିଏ ଭାଗ୍ୟର ବିଡମ୍ବନା, ତୁମେ ମତେ ବିବାହ କରିଥିଲ ହେଇଥାନ୍ତ ରାଜରାଣୀ। ରାତି ପାହିବାରୁ ମଉସା, ରାତି ପାହିଲେ ମୁଁ ରାଜା ହେଇଥାନ୍ତି। ଜଙ୍ଗଲକୁ ବାହାରିଲି ପିତୃ ସତ୍ୟ ପାଳନ କରି। ବାବା ଯେତେବେଳେ ପିତୃ ସତ୍ୟ ପାଳନ କରି ରାମ ଜଙ୍ଗଲକୁ ଗଲେ, ସମସ୍ତଙ୍କ ଠାରୁ ବିଦାୟ ନେବା ପରେ ଧୀରେ ଧୀରେ ଓହୋ ଏ ମା ର ପାଟି କରନା, ସୀତାଙ୍କ ପାଖରେ ପହଞ୍ଚିଲେ। ସୀତାଙ୍କ ପାଖରେ ବିଦାୟ ନେବେ। ପିଲାମା, ଯଦି କିଏ ସୈନିକ ଥିବ ବିଚାର କର, ସୀମାନ୍ତରେ ଯୁଦ୍ଧ ଲାଗିଥବ। ସୈନିକ ଜଣକ ସମସ୍ତଙ୍କ ଠାରୁ ବିଦାୟ ନେଲା ପରେ ତା ସ୍ତ୍ରୀ କି ଅଶ୍ରୁଳ ନେତ୍ରରେ କାନ୍ଦି କାନ୍ଦି କହିବ, ମୁଁ ଯାଉଛି, ଯୁଦ୍ଧ ଲାଗିଛି ସୀମାନ୍ତରେ, ମୁଁ ଫେରିବି କି ନ ଫେରିବି କହିପାରିବିନି। ମୋ ବାପା ମା ତୁମକୁ ଲାଗିଲେ। ରାମ 14 ବର୍ଷ ଜଙ୍ଗଲକୁ ଯିବେ। ସୀତା ଠାକୁରାଣୀଙ୍କ ପାଖରେ ପହଞ୍ଚି କହିଲେ, ଜାନକୀ ସଂସ୍କୃତ ଶ୍ଲୋକ ଲେଖିଲେ। ବାଲ୍ମୀକି ବହି ସଂସ୍କୃତ ରାମାୟଣ କହିଲେ, ଅଦୈବ ଯାସ୍ୟାମି ବନଂ ତ୍ୱଂ ତ୍ୱଂ ଶଶ୍ରୁ ସମୀପସା ये शुश्रूषा कुरु में मातु न मिथ्याबादी न बयन। जनक नंदिनी जानकी धीरे धीरे कोलाहल हेले तो अड़ुआ हौ आ कौन करिया बोलो बह शुण पाला मो बोलो बह हाँ बोऊ हबनी आ कौन हम शुणु मा जनक नंदिनी जानकी कि पचारे राम ठाकुर कहले जानकी मु अबेला जंगल को जाऊँ तुम तुम शशुर समीपसा तुम्हें मो बापा माँ कि तुम शाशु शशुर सेवा कर सर कहवा रामकर भूल किंतु सीता कौन कले जान कहले मु केबे हेले अयोध्या आपन को छाड़ी रही पारिबिनी देख माँ केड़े बड़ घर झील केड़े बड़ घर बोहू राम कहउचंदी मु अबेला जंगल को जाऊँ तुम्हें मो बापा माँ सेवा कर अदैव जास्यामी बनंग तुम तुम शशुर समीपसा शुश्रूषा कुरु में मातु न मिथ्याबादी नंग बय सीता ठाकुराणी कहउचंदी मु आपन को छाड़ी अयोध्या रही पारिबिनी ये अयोध्या लागिबो मते
मु जदि अयोध्या रुहे ये अयोध्या मते जंगल परि लागिबो। परवर्ती समय लिखिचंती विश्वनाथ खुंटिया मूर्छी न पारी मु संगते आसिली सीता राम को मूर्छी न पारी तांको संगरे गले। राम कहउचंती सासु ससुरंग सेवा करिबा को सीता कहले मो स्वामी की मु मूर्छी पारिबि ना। राम को कथा रखिले जेतो बले बाहरिले बहु पुओ सहित जंगल को सासु बुढ़ी घरे रहिबो। कौशल्या बाहरी आई कौन कहली कवि सम्राट उपेन्द्र भंज कौशल्या देखिले आले अरे ये जंगल को मो बोहू बाहरलानी पुओ सांगरे पदे अधे कहबनी सासु। भुवनेश्वर जत बळे पुओ सांगरे बोहू जीव सासु कहबनी मा बजार शहर जागा हो बापा देखिकी चलिबू। ठीक सही परी सासु बुढ़ी कहूची कवि सम्राट उपेन्द्र भंज वैदेश विलास कहला ये विपिन रे पिन उरा जाओ पूर्व प्रिय देखि न मागिबो ये विपिन रे पिन उरा जाओ पूर्व देखि न मागिबो ये बेनी सहोदर मध्य रे आदर बेनी सहोदर मध्य रे बेनी सहोदर मध्य रे आदर बेनी सहोदर मध्य रे आदर विपथरे कौशल्या दौड़ी आइले कौन शुणु से छोटिया गायक नुह गोटे कथा आपन कहूँ आमे बादपाला क्षेत्र में कौन कही दौचु नाई नाई ठीक अच्छे मु जानी मजार आपन कहते मुझे जानी किंतु मु भी जोटा कहूँ कंठुर गोटे लोक नाची पारुचंती कि कंठ अच्छे कि सेमती स्टेज फिटिंग की किंतु कौन तांको भीतर अच्छी सारा ओडिशा झुरुची छोटिया सनातन दास एते मूर्ख नुह जे कहा भीतर प्रतिभा को से निंदा करिबो ना 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 कौन सी योग्य व्यक्तिर प्रतिभा को जदि निंदा करा जाए ताहले आम प्रतिभा कुआडे पानी फाटी जाए। सीए जो अवस्था पाला गाउचंती से अवस्था आमर हिथिला आम पाला कहीं सुनते नहीं ना ना किंतु भगवान तांकु देइछि केबे मन उणा करचंती से आमे तो खाई पी सुस्थ रे सोउचु पाला गाउछु विश्राम अछि साधुवाद जणाउछि आशीर्वाद करुछि शारीरिक सुस्थता को से अनुभव करंतु उपलब्धि करंतु केबे जीवन काल भितरे शारीरिक कष्ट भोगंतु छोटिया नुह से किंतु एति की सबु कल ठीक जो माईचाटा कहीदेल मत कष्ट हो तुम्हें एते कहीं प्रेम हो मु जानी खाली ये नुह ओडिशा रे गोटे दुर्मुख गायक नृसिंह होता ताकू सोनादास तू ता मंच रे कहे मु कोन ताठू बेसी बड़ गायक केते थरे एमती गोईठा मारथेबी ताकू बसा घरे काई सेगुडा पीचु कही गोईठा मार से किरकिरी बाजी हस्तब गोड़ को धरतो गोटे गायक ता मन रे इगो नाही आ ओडिशा रे सबुतक युव गायक जेति की एका नृसिंह होता सेति ताकू मंचरे मु तू ता कहे गोटे जगह गाउछु आमे 9 नंबर पानी टांकी जने लोक कहले आगे आपण अपरपक्ष गायक को तू ता कहउछन मु कहले से गायक को पछारन से कहला से भाई ना मते कहिबे मु ताम कहिछि कहबा प्रार्थना चैनल रे तुमे कहि बोली मु 2 दिन अभ्यास कली तार भीतर बाउला धरे बाहर जाई होची श्रद्धा संपर्क साडू को जाऊ नै पुओ कथा रही जु आगु कहले लो मां हे पृथ्वी झियो पिनो बुरजा मो पुओ मानक संगे जाउछु अपूर्व द्रव्य मागिबुनी हे बाबू बाबू मां कौशल्या सीता को कहिले जंगल रे मो पिला मानक अपूर्व द्रव्य मागिबु नै किंतु ये जेमिति जंगल रे पहुंचिले पंचवटी रे मागी नांती कहले ये कवि सम्राट उपेन्द्र भंज
कहला ये बंधने कबरी करंती चौरी बामे धनु धरी राघव उचारी आपण माने प्रत्युत्पन्नवती टिके विचार करंतु जो सासु बुढ़ी कही थिले जे विपिन रे कि जंगल रे तुम अपूर्व द्रव्य मागिबनी तुम्हें कौन केड़े बड़ घर झील कौन भूली गल जेमती पंचवटी देखिल सुना मृग कौन कहल मुझे कबरी करी ता पुछकू बांधिबी हाँ कौन कहलु सीतांकर मने नहीं जेमिति राम बाहर आने को जड़े मन पकईदेला तू कहबू बहुत दिन है सासू कहीदेले सीतांकर मने नहीं जड़े बा मन पकईदेला कवि सम्राट उपेन्द्र भंज से बही दे से विलास ओहो कले ये कला बदती पुराणा कालिया स्वर बापा ये हाँ कौचे आगे ये कथाटा रही अधा अधा रखीदेवी कि कोईले मेला कर देगी अधा रही ये कुना सत कहबू ये तुम्हें टंका देच ना पढ़ा दे सत कह मो भणजा कौटी गोटे जजमानिया कहीकि घोषारी आनी हाउ हाउ प्रभु ना ये भल मानुଛି तुमको मानुछ मानुछ बापा कौटी बिक्री होची कि बापा मु आनती खंडे कहला बदती लक्षण ये कपटी आण स्वर पाड़ी बाबू या तुम्हें धार धारना कहला बदती लक्षण ये कपटी आण मारिच निश्चय लोकी बा थाऊ सुनी बतायु पचास वर्ष बीती जीव जदि स्वरटा पकईदेव मुझे जानवी पारी ठीक गाय जी आपण मैंने बस सब शुणु अन्य मनस्क हो गल अड़ुआ हम चा आउे पर बांटी थे ना सी आईला बेलू पुओ ये कहले किए लक्षण कहले कहले बापा ए भाई आपण कौन माँ को कथार जाऊँ सुना मृग को मारिबा सी मारिछ सार परिष्कार करदे लक्षण बदती लक्षण ये कपटी एण ये कपटी मृग मारिछ निश्चय सीता तो ठकिनी से गोड़ को धर था से जीवा पर मना कर मना करू करू बर रुहा नास्ती करू करू करी नाहंती मु जाऊ जाऊ चोर पलैला मु जाइछि कि ये मना करू करू से पलैले तुम्हें तो निजे स्त्री से स्वामी सासू कहीदेले ठकिनी गोड़ दीटा धरे पकड़े सासू कथा मानिले जान कि लक्षण मन पकईदेले को मानिले ये गला 3 नंबर प्रश्न चतुर्थ प्रश्न की पर पुरुष सांगे जान कि चली गले पर पुरुष चली गले का सांगे रावण सांगे चली गले मतलब जबरदस्त रावण नेला रावण सीता को चोरी करी नहीं गारे चोरी कला भंजक साहित्य बोली भी जदि अविश्वास हम मत कहबू तुम गाँव राम नीला करथब चल देखिए सीता केमते गले राम कहते अरे भंज कवि सम्राट उपेन्द्र भंज घुमसरगढ़ योग्य दायद ए पोए गोटिए पद दशग्रीव रावण सीता को चोरी करी नहीं ना राम कहले तुम्हें पर पुरुष परिचय देला पर ता संगे चली गल जेतबले चली गले
ରାମ ମାରିବା ପାଇଁ ମୃଗକୁ ଲକ୍ଷ୍ମଣକୁ ଦାୟିତ୍ୱ ଦେଲେ, କହିଲେ ଭାଉଜ ତୋତେ ଲାଗିଲେ। ଯେତେବେଳେ ତ୍ରାହି ଲକ୍ଷଣ ଡାକ ଶୁଣିଲେ, କିଏ? ସୀତା। କପିଳ କହିଲେ, କହିଲା ବେକେ ଗଛ ନା ଲକ୍ଷ୍ମଣ ସୁର ପୀଡ଼ିତ ଭାତୃ କପଟିଚ କ୍ରୁଦ୍ଧ ନାଶ ୟତି କ୍ଷଣା। କାନରେ ଯେତେବେଳେ ତ୍ରାହି ଲକ୍ଷଣ ଡାକ ବାଜିଲା, ଚମକି ପଡିଲେ ଜନକ ନନ୍ଦିନୀ ଜାନକୀ। କହିଲେ ଲକ୍ଷ୍ମଣ ତୁମ ବେଗେନ ଗଛ, ତୁମେ ଶୀଘ୍ର ଯାଅ। ଲକ୍ଷ୍ମଣ ହାତ ଯୋଡି ଦେଲେ, କହିଲେ ମା ଆପଣ କଣ ଜାଣିନାହାନ୍ତି ମୋ ଭାଇ ଆପଣଙ୍କ ସ୍ୱାମୀ ସେ ହଉଛନ୍ତି ତ୍ରୈଲୋକ୍ୟପତି। ସେ ମୁହୂର୍ତ୍ତକରେ ରାକ୍ଷସକୁ ମାରି ଫେରି ଆସିବେ। ଆପଣଙ୍କର ବିଶ୍ୱାସ ନାହିଁ? ଦେଖନ୍ତୁ ରାମଙ୍କ ଉପରେ ଗୁରୁତ୍ୱ ଦେଇ ଲକ୍ଷ୍ମଣ ସୀତାଙ୍କୁ କହିଲା ବେଳେ ସୀତା ଯୋଉ କଥା କହିଲେ ଲକ୍ଷ୍ମଣ କେବେ ବିଶ୍ୱାସ କରିନଥିଲେ ଏମିତି କଥା କହିବେ ବୋଲି। ଉର୍ମିଳା କାବ୍ୟ ଗୋଟିଏ ପଦ। ଜନକ ନନ୍ଦିନୀ ଜାନକୀ ଲକ୍ଷ୍ମଣକୁ କଣ କହୁଛନ୍ତି ଜାଣୁଛୁ? ଲକ୍ଷ୍ମଣ କହୁଛନ୍ତି ଭାଇ ମୁହୂର୍ତ୍ତକରେ ସେ ରାକ୍ଷସକୁ ମାରିକି ଆସିବେ। ରାମ କହିଲେ ସୀତେ ତୁମେ କଣ କହିଲ ମୋ ଭାଇ କି? କଣ କହିଲ? କହିଲା ଏ ସୌମିତ୍ରୀ ସମ୍ବୋଧନ ବାଣୀ ଥଣ୍ଡାରେ ଟିକେ ମୋ କଣ୍ଠ ପଡି ଯାଇଛି। ଇଏ ଜାନକୀ କଣ୍ଠ ପଡି ଯାଇଛି। ଜାନକୀ ହିତ ଚିତ୍ତେ ओडिशारे कौ गायक विश्वास करेनि कि कौ तोर इच्छा हो मारिया पड़ा जाऊन रही से नृसिंहता पाखे बेकारिया कथा कौन समय नष्ट कर। हाँ मद पीची कौ मद ना भगवान रसा मृत मद पीची रामायण मद पीची सोना दास माल छिनौची आपना छाए पड़गला केते एक्शन मु देखौ नहीं नले देखैले ये मते कहते माइछा जेतिक आपण माने बसे सब सुनो देखिले से कबे माइछा कहबेनी एक्शन देखैनी मु समय आसीब दिने देखिबो तुमे माइछा कोनरा जानिबो को एठी हमर देखा देखि अलगा जगह रहबो ना ए पुओ सीता से दिन जेते प्रकार चेष्टा कले लक्ष्मण बुझिले नहीं। सीता कहले लक्ष्मण तुम भाई ऊपर विपद पड़ी मु तुमको कहूँ जाओ तुम्हें कहीं जाऊ ना तुम्हें आसीच कहीं आम सागर गोड़े कि जानी मते नहीं भरत को दब कि निज बाहब मुंड फिटे देला लक्ष्मण कहले माँ मु तो पाद दुईटी व्यतिरके तोर कौन से अवयव देखिनी
ମୁଁ ତୋତେ ମା ପରି ହୃଦୟରେ ସ୍ଥାନ ଦେଇଛି। ମୁଁ ଜାଣିଛି ମୋ ଭାଇ ମୁହୂର୍ତ୍ତରେ ସେ ରାକ୍ଷସକୁ ମାରି ଆସିବେ ବୋଲି କହିଲି। ତୁ କେଡ଼େ ବଡ଼ କଥା କହିଦେଲୁ ମା। ମୁଁ ଜାଣିଲି ଖାଇବା ନାହିଁ, ପିଇବା ନାହିଁ, ଶୋଇବା ନାହିଁ। ମୁଁ ଆସିଥିଲି ସେବା କରିବାକୁ, ପୁରସ୍କାର ପାଇଲି ମା। ଇଏ ଦୁନିଆରେ ଗୋଟିଏ ନାରୀ କି ଗୋଟିଏ ପୁରୁଷ କୋଉ ଦୃଷ୍ଟିରେ ଚାହୁଁଛି ସେ ନାରୀ ଜାଣି ନବ। ତୁ କଣ ଜାଣିପାରୁନୁ ମା? ତୁ କଣ ଜାଣିନୁ ଏ ଲକ୍ଷ୍ମଣ ତୋତେ କୋଉ ଦୃଷ୍ଟିରେ ଦେଖେ? କାହିଁକି ଏଡେ ବଡ କଥା କହିଲୁ ମା? କାହିଁକି ଏଡେ ବଡ କଥା କହିଲୁ ମା? ମୁଁ ତୋତେ ମୋ ହୃଦୟରେ ଦେବୀ ରୂପରେ ସ୍ଥାନ ଦେଇଛି, ସେ ଚିନ୍ତା କେବେ କରିନି। ଯାଉଛି ମା। କ୍ରୋଧରେ କୁପିତ ବ୍ୟାଘ୍ର ପ୍ରାୟ 3ଟି ନିଷେଧ ରେଖା ଟାଣି ଦେଇ ଚାଲିଗଲେ। ସମୟ ନାହିଁ ଗୋଟିଏ ବରୁଣ ଗାର, ଗୋଟେ ଅଗ୍ନି ଗାର, ଗୋଟେ ମରୁତ ଗାର। ଯେତେବେଳେ ଚାଲିଗଲେ ସେତିକି ବେଳେ ରାବଣ ଦେଖିଲା, କହିଲା ଆଚ୍ଛା ଆଚ୍ଛା ଯିବା। ଆପଣ ମାନେ ଶୁଣିବେ, ରାମ କହୁଛନ୍ତି ତାଙ୍କ ସ୍ତ୍ରୀ ସୀତାକୁ ରାବଣ ସୀତାଙ୍କୁ ଚୋରି କରି ନେଇନେ। ଭଞ୍ଜ ସାହିତ୍ୟରୁ ପ୍ରମାଣ ଦେବି। ଯେତେବେଳେ ଲକ୍ଷ୍ମଣ ଚାଲିଲେ ରାମଙ୍କୁ ସୁରକ୍ଷା ଦେବା ପାଇଁ ସୀତାଙ୍କର କଟୁ ବାଣୀ ଶୁଣି ସେତିକି ବେଳେ ରାବଣ କଣ କଲା? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲା, ବହି ଜ୍ୟୋତି ବେଶ ରାବଣ ଯେ ଆସିବ ବିଭୂତି ଅଙ୍ଗ କଳଙ୍କ କର ମାରେ। ରାବଣ କଣ କଲା ନା ତା ରୂପ ବଦଳେଇ ଦେଲା। ଥିଲା 10ଟା ମୁଣ୍ଡ, 9ଟା ମୁଣ୍ଡକୁ ମାଇନସ କରିଦେଲା। 18ଟା ହାତକୁ 2ଟା ହାତ, ଗୋଟିଏ ମୁଣ୍ଡ। ଦେହରେ ବିଭୂତି ବୋଳି ହେଲା। କରମାଳି କହିଲେ ଏଇ ହାତରେ ମାଳି ଧଇଲା, କରଙ୍କ କହିଲେ କମଣ୍ଡଳୁ ଧଇଲା। ବୁଝୁଛୁ? ଇଏ କୁଟୀର ଭିତରେ କିଏ, କୁଟୀର ବାହାରେ କଣ କହିଲା? ତୁ ନଥିଲୁ, କହିଲା ବସନ କଷାୟ ଭିକ୍ଷା ଆଣି ଦିଅ। ବସ କ୍ଷଣେ ଭାସ, ବସ କ୍ଷଣେ ଆସ ଭାସିଲା ଏ ଭାସ, ବସ କ୍ଷଣେ ଇସ ଆସନ୍ତୁ ଏ ଭାସ ଭାସିଲା। ମହିଳା ନୁହଁ, ମହିଳା। ମହିଳା କଣ ସଫା କରିବୁ? ଏ ମା, ଦଶଗ୍ରୀବ ରାବଣ ଯେତେବେଳେ କହିଲେ, କହିଲେ ମା ତୁମେ କୁଟୀରରେ କିଏ ଅଛ, ମତେ ଗଣ୍ଡେ ଭିକ୍ଷା ଦିଅ। ମୋ ମା ତୁମେ ଯୋଉ କଥା ନ କହିବ ସୀତା ସେଇ କଥା କହିଲେ। ସନାତନ ଦାସ ଯଦି ଏ ଗାଁକୁ ଏ ପୁଅର ଭିକ୍ଷା ପାଇଁ ଆସିବ, ମୋ ମା କହିବେ କି ନାଇଁ ଆମ ସ୍ୱାମୀ ଯାଇଛନ୍ତି ନିଆଳି, ସେ ଆସନ୍ତୁ ଭିକ୍ଷା ଦେବି। ସୀତା ଠାକୁରାଣୀ କଣ କହିଲେ? କହିଲେ ବସ କ୍ଷଣେ ଇସ ଭାଷିଣ ମହିଳା। ରାମ କହିଲେ, କହିଲେ ଜାନକୀ ତୁମେ ସେଦିନ ରାବଣକୁ କହିଲ ଈଶ ଆଇଲେ ଭିକ୍ଷା ଦେବି। ରାବଣ ମୂର୍ଖ ନୁହଁ, ରାବଣ ଭାରି ଚାଲାକ। ରାବଣ କହିଲା ଈଶ କହିଲେ ସ୍ୱାମୀ, ଈଶ କହିଲେ ନଙ୍ଗଳ ଈଶ ଏଠି ଦରକାର ନାହିଁ। ପୁଅ ସେଇଠି ରାବଣ ମହା ଚାଲାକି କହିଲା, ମା ମୋର କହୁଛି ଈଶ, ମୁଁ ଈଶ ଅର୍ଥ ବୁଝି ନାହିଁ। କହିଲା ବିଂଶ ପାଣି ଭଣି ଈଶାନ କଲେଣି, ଏ ବନେ କି ବାସ। ରାବଣ କହିଲା, ଲୋ ମା ଶିବ କଣ ଏ ଜଙ୍ଗଲରେ ବାସ କଲେଣି, ସେ ଆଇଲେ ତୁମେ ଭିକ୍ଷା ଦବ? ରାବଣ ସୀତାଙ୍କର କେମିତି କଥାବାର୍ତ୍ତା, ଇଏ କୁଟୀର ଭିତରେ, ସେ କୁଟୀର ବାହାରେ। ସେଇଠି ସୀତା କହିଲେ, କହିଲେ ନାଇଁ ନାଇଁ ସେ ଈଶ ନୁହଁ, ନା ଆଉ ନା ଧବ। ପୁଅ ଶୁଣ, ଧବ ଆଇଲେ ଭିକ୍ଷା ଦେବି ସୀତା କହିଲେ। ରାବଣ କହିଲା ଧବ କହିଲେ ସ୍ୱାମୀ, ଧବ କହିଲେ ଗଛ। ରାବଣ କଣ କହିଲା? କହିଲା ଉର୍ବିରେ କି ଧବ ଜାତ ଆତ କରିଲେଣି, ଆସିଛନ୍ତି ଯିବା ପାଇଁ ଦେବ ଭିକ୍ଷା। ରାବଣ କହିଲା, ଲୋ ମା ଗଛ କଣ ସବୁ ଯିବା ଆସିବା କଲେଣି? ତୁମେ କହୁଛ ଗଛ ଆଇଲେ ଭିକ୍ଷା ଦବ, ଧବ କହିଲେ ଗଛ, ଧବ କହିଲେ ସ୍ୱାମୀ। ସୀତା ରାଗିଲେ, କହିଲେ କିରେ ଇଏ ଭିକାରୀ ପାଠ ପଢିଛି କି?
ମୁଁ କଥାକୁ କାଟି ଦଉଛି। ସୀତା ଠାକୁରାଣୀ କହିଲେ ନାଇଁ ଧବ ନୁହଁ ନା ଆଉ କିଏ ନା ରାଘବ। ଠୋ ଠୋ ହେଇ ରାବଣ ହସିଲା। ଯାତ୍ରା ପାଟିରେ ଦେଲୁ ପରା ବାଉଁଶ ବାଉଦେଲୁ ସେଇ ହସ। କଣ କହିଲା ରାବଣ ଯେତେବେଳେ ସୀତା କହିଲେ ରାଘବ ଆଇଲେ ଭିକ୍ଷା ଦେବି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସ ଛାନ୍ଦ କହିଲା ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ ବାରିଧିବାସୀ ମତ୍ସ୍ୟ ସ୍ଥଳେ ଆସି ସୀତା ଠାକୁରାଣୀ ଯେତେବେଳେ କହିଲେ ରାଘବ ଆଇଲେ ଭିକ୍ଷା ଦେବି। ମଉସା ରାଘବ କହିଲେ ରାମ, ରାଘବ କହିଲେ ବାଳିଆ ମାଛ। ରାମ ସୀତା ରାଘବ ରାମ ନ୍ୟାୟରେ କହିଛନ୍ତି। ରାବଣ କହିଲା ବାରିଧିବାସୀ ମତ୍ସ୍ୟ ସମୁଦ୍ରରେ ଯୋଉ ବାଳିଆ ମାଛ ସିଏ ଆଇଲେ ଭିକ୍ଷା ଦେବ। ସୀତା ସବୁ ସମୁଦ୍ରରେ ଅଛନ୍ତି। ଆଉ ଭଞ୍ଜକୁ ପାରଉନା ଏ ଯୋଉ ଭଞ୍ଜ ଲେଖିଛନ୍ତି ତାକୁ ଯାଇ ମାର। ସମୁଦ୍ରରେ କେତେ ମାଛ ଅଛି ତୁମେ କେଇଟା ଯିବ ଚିହ୍ନିଛ? ବାରିଧିବାସୀ ମତ୍ସ୍ୟ ସ୍ଥଳେ ଆସି ତୋ ସଙ୍ଗେ ମିଳୁଛି। ମାଛ ନା କୈବର୍ତ୍ତ ଦେଇଛନ୍ତି, ଧାନ ନା ଚାଷୀ ଦେଇଛି। ଛାଡୁକୁ ଯା ନା ବାପା। ବାରିଧିବାସୀ ମତ୍ସ୍ୟ ସ୍ଥଳେ ଆସି ତୋ ସଙ୍ଗେ ମିଳୁଛି। ରାଗିଗଲେ କହିଲେ ବକ୍ରୌକତି କହୁଛ ହୋଇଜତି ବୋଇଲେ। ଯେତେବେଳେ ସୀତା କହିଲେ ତୁମେ ଭିକ୍ଷା ପାଇଁ ଆସି କାହିଁ ବଙ୍କାଳିଆ କଥାବାର୍ତ୍ତା କରୁଛ, ନିଆଁ ଲାଗିଗଲା ରାବଣଠି। ରାବଣ ବିଚାର କଲା କହିଲା ମୁଁ ବିଶ୍ରବାନନ୍ଦନ ଏ ପୁଅ, ମୁଁ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ। ମୁଁ ଚୋର ନୁହଁ, ମୁଁ ପରିଚୟ ଦେବି ତା ଇଚ୍ଛା ହେଲେ ଆସିବ ନହେଲେ ନାହିଁ। କୁଟୀର ଭିତରେ ସୀତା, କୁଟୀର ବାହାର ରାବଣ। ରାମ ରାବଣକୁ ଯେତେବେଳେ କହିଛନ୍ତି ସୀତା କେମିତି ବଙ୍କାଳିଆ କଥାବାର୍ତ୍ତା କରୁଛ, ରାବଣ କଣ କହିଲା? କହିଲା ବୋଲେ ମୁଁ ଲଙ୍କେଶ କୁଟୀର ବାହାରେ ଥାଇ ରାବଣ କହୁଛି ବୋଲେ ମୁଁ ଲଙ୍କେଶ ତୋତେ କରି ଆସିଛି ସାଧବୀ। ଲଙ୍କାର ଈଶ କିଏ? ଆଶା କରି ଆସିଛି, ଭଉଣୀ ରୂପରେ ଆସିଛି ଆଶା କରି କି ସ୍ତ୍ରୀ ରୂପରେ। ମୁଁ ଜଣକ ଘରକୁ ଭିକ ପାଇଁ ଯିବି, ମୁଁ କହିବି ମା ମୁଁ ତତେ ଆଶା କରି ଆଇଛି, ସେ ଭିକ ଦବ ନା ପନିକି ଫୋପାଡ଼ିବ? ଓ ତେଣୁ ରାବଣ କଥାକୁ ସୀତା ବିଚାର କଲେ, କହିଲେ କୋଉ ଏ ପୁଅ ପଛରେ ସିଆଡେ ଚୁଟି ଓଟରା ଉଟରା ହବ, ଚାରିଆଡେ ମୋର ଆଖି ବାପା। ଯିଏ ରାବଣ ସେଇଠି କଥା କହିଲା ପରେ ସୀତା କହିଲେ କହିଲେ ଓ ତୁମେ ବଙ୍କାଳିଆ କଥାବାର୍ତ୍ତା କଲ। ରାବଣ କହିଲା ମୁଁ ଲଙ୍କେଶ ତୁମକୁ ଆଶା କରି ଆସିଛି। କିଛି ସୀତା ଯେମିତି ଆଉ ନ କହିଲେ ଆଉ ପଦେ ରାବଣ କହିଲା କହିଲା ମୋ ବାୟୋଡାଟା କଣ ଜାଣିପାରିଲେନି ନା କଣ? ଆଉ ଟିକେ ପରିଚୟ ଖୋଲିଲେ କୁଟୀର ଭିତରେ କୁଟୀର ବାହାରେ ଦେଖା ସାକ୍ଷାତ। ରାବଣ କହିଲା କହିଲା ଏ ବଡ ପଣୁ ଇନ୍ଦ୍ର ବସେ ଦ୍ୱାର ସେଇ ଭଞ୍ଜ ବଡ ପଣୁ ଇନ୍ଦ୍ର ବସେ ଦ୍ୱାର ପାଶ ବିଶୁଦ୍ଧ ବ୍ରହ୍ମାର ଚତୁର୍ଥ ପୁରୁଷ ମୁସତ। ଏ ବାପା ସାଡକୁ ଯା, ସେ ଶରଣ ପଶିଲାଣି ତା ସାଙ୍ଗେ କାହିଁ ଲାଗିଛୁ? ବାବା ତୁ ତ ଖାଲି ପ୍ୟାଣ୍ଟ ପିନ୍ଧିଛୁ, ଆଉ ପ୍ୟାଣ୍ଟ ନ ପିନ୍ଧିଲେ କଣ ହବ? ତାଙ୍କର ସ୍ଥାନ କାଳ ପାତ୍ର ଅଛି, ମଣିଷଙ୍କର ସ୍ଥାନ କାଳ ପାତ୍ର ନାହିଁ। ସାଡକୁ ଯା ନା ବାପା, ଯୋଉ ଆଡକୁ ଯିବୁ ସିଆଡେ ଧାରା ଯିବ। କିନ୍ତୁ ଏତିକି ତାଙ୍କର ଗୋଟିଏ ଲକ୍ଷଣ କଣ ନା କ୍ଷୀରି ହଣ୍ଡାରେ ଆଗ କ୍ଷୀରି ନ ଖାଇକିରି କାନ କାମୁଡା କାମୁଡି ଛିଣ୍ଡା ଛିଣ୍ଡି ହେବେ, ନହେଲେ ସଂଯମତା ତାଙ୍କର ଠିକ ଅଛି। ମଣିଷଙ୍କର ସେ ସଂଯମତା ନାହିଁ। ଗେଡୁଅ ଭଲ ତ କରୁଛୁ। ରାବଣ କହିଲା ମୁଁ ବ୍ରହ୍ମାର ଚତୁର୍ଥ ପୁରୁଷ, ମୁଁ ଚିରାୟୁ ପଦ୍ମିନୀ ଜାତୀୟ ନାରୀ ମୋ ରାଜ୍ୟରେ ପରିପୂର୍ଣ୍ଣ। ବଡପଣୁ ଇନ୍ଦ୍ର ପଶେ ଦ୍ୱାର ପାଶେ ବିଶୁଦ୍ଧ ଜାତିରେ। ମା ସୀତା ନୀରବ ରହିଲେ। ରାବଣ କହିଲା କଣ ମା ଜାଣିପାରୁନି ନା କଣ? ଖୋଲିଦେବି ପରିଚୟ। କହିଲା ବିଭୂତି କିସ କହିବି ମୋର ଦେଶ ସେଇ ଭଞ୍ଜ। ବିଭୂତି କିସ କହିବି ମୋର ଦେଶ
ଯୋଉ ରାବଣ 18ଟା ହାତ 9ଟା ମୁଣ୍ଡକୁ ଗୁପ୍ତ କରି ଭିକ୍ଷା ପାଇଁ ଆସିଥିଲା ସେଇ ରାବଣ କହିଲା ମୋର 20ଟା ମୋର 10ଟା ମୁଣ୍ଡ ସେଇ କୁଟୀର ଭିତରେ ଥାନ୍ତ ବାହାରେ ନଥାନ୍ତ ତୁମକୁ ନେଇଯାଇଥାନ୍ତା ତୁମେ ତ ଜାଣିଲ ରାବଣ ସେ ଗାର ଅତିକ୍ରମ କରି ଆସିଲା ପରେ ସେ ନେଲା ନା ଘର ଭିତରେ ପଶି ଭିଡ଼ି ଆଣିଛି ସେ କହିଲା ମୋର 20ଟା ହାତ 10ଟା ମୁଣ୍ଡ ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ରାବଣ ଖୋଲି ଯାଇଛି ନା ନାଇଁ ତୁମେ କାହିଁ ତାକୁ ଦଉଥିଲ ବର୍ତ୍ତମାନ ଓଡ଼ିଶାର ଯିଏ ଧନୀ ଲୋକ ସେ କହିବ ପାଲାବାଲା ମତେ ଟଙ୍କା 5ଟା ଦେଲ ଆଉ ଯିଏ ସ୍ୱର୍ଣ୍ଣମୟ ଲଙ୍କାପୁରର ରାବଣ ସେ ଆସିଛି ଭିକ୍ଷା ପାଇଁ ଯେତେବେଳେ ଭିକ୍ଷା ଦେଲ ସେ ଠକିନି ଯତ୍ନରେ ତୁମକୁ ନେଇକି ବସେଇଲା ପୁଷ୍ପକ ଯାନରେ ବସିକି ଗଲା ବେ ତୁମେ ଯୋଉ କାମ କଲ ଜାନ କି ଗରିବ ଘରର ସ୍ତ୍ରୀ କି 1,00,000 ଟଙ୍କା ଦେଲେ ସେ କାମ କରିବ ନାଇଁ ରେ ରାବଣର ପୁଷ୍ପକ ଯାନରେ ସୀତା ବସି ଗଲା ବେଳେ ଗରିବ ଘର ନାରୀ କି 1,00,000 ଟଙ୍କା ଦେଲେ ଯୋଉ କାମ ନ କରିବ ସୀତା ସେଇ କାମ କଲେ କିନ୍ତୁ ମୁଁ ଗୋଟେ ଶ୍ଲୋକର ଅର୍ଥ ବୁଝି ପାରୁନି ପଣ୍ଡିତ ସାରଙ୍କୁ ପଚାରିବି ସେ ଆଜି ଏଠି ଅର୍ଥ କରିବେ ଆମେ ଶୁଣିବା ରାବଣ କୋଉ ଦିନ ସୀତାକୁ ନେଇଥିଲା ତାର ଅର୍ଥଟା କରିବ ଅର୍ଥ କଲେ ଗୁରୁବାର ହବ ମହା ନାଟକ ଶ୍ଲୋକ କଲା ଅର୍ଦ୍ଧରାତ୍ରେ ଚନ୍ଦ୍ରାର୍ଦ୍ଧ ରାବଣ ନଙ୍ଗର ହୁତ ସୀତା କୃଷ୍ଣ ପକ୍ଷେ ସୀତାଷ୍ଟମୀ ପାଢୀ ବାବୁ ଶୁଣୁଥା ରାତ୍ରି ଅଧ ଦିନ ଅଧ ସୂର୍ଯ୍ୟ ଅଧ ଚନ୍ଦ୍ର ଅଧ କୃଷ୍ଣ ପକ୍ଷ ସୀତାଷ୍ଟମୀ କୃଷ୍ଣ ପକ୍ଷରେ ସୀତାଷ୍ଟମୀ ପଡେ ଆକୁ ହିସାବ କରିକି ବୁଝେଇ ଦେଲେ ଗୁରୁବାର ହବ କେମିତି ତା ହିସାବଟା ତୁମେ ଯେହେତୁ ପଣ୍ଡିତ ତୁମର ଆମଠୁ ସଂସ୍କୃତ ଜ୍ଞାନ ଅଧିକ ସେ ଯୋଉ କାଲି ବିନା ଶୁଳ୍କରେ କରୁଥିଲ ନିଃଶୁଳ୍କିଆ ଆଜି ଟିକେ ଦବ ଏ ଅର୍ଥଟା ମତେ ବୁଝେଇ ଦବ ମହାନାଟ ରାତି ଅଧ ଦିନ ଅଧ ସୂର୍ଯ୍ୟ ଅର୍ଧ ଚନ୍ଦ୍ର ଅର୍ଧ କୃଷ୍ଣ ପକ୍ଷ ଅଷ୍ଟମ୍ୟାତୀତ ନେଇକି ପୁଷ୍ପକ ଯାନରେ ଗଲା ବେଳେ ସୀତାଙ୍କୁ କିଏ ତୋ ସ୍ତ୍ରୀ କି 1,00,000 ଟଙ୍କା ଦେଲେ ଯୋଉ କାମ ନ କରିବ ସେ ସେଇ କାମ କଲେ ଗୁରୁବାରେ କୋଉ ନାରୀ ଅଳଙ୍କାର ଖୋଲିବନି ମାଗିକିରି ନେଇଥିଲେ ଅଳଙ୍କାର ବି ଖୋଲିବନି ପଣତ କାନି ଚିରିବନି ଦଶଗ୍ରୀବ ରାବଣ ଗୁରୁବାରେ ଜନକ ନନ୍ଦିନୀ ଜାନକୀ କି ପୁଷ୍ପକ ଯାନରେ ନେଲା ବେଳେ ମା କଣ କଲେ କପିଳ ଲେଖିଲେ କହିଲେ ଜଗାମ ବାୟୁ ବେଗେ ସୀତା ମାଦାୟ ସତ୍ୱର ଉତ୍ତରାର୍ଦ୍ଧ ଖଣ୍ଡେନ ବିମୁଚ୍ୟା ଭରଣାଦିକମ ଏତେ ଜୋରେ ଗଲା ଜଗାମକି ରଥ ପୁଷ୍ପକ ଯାନ ବାନରାନ ବାରିଜନା ନାଇଁ ଋଷ୍ୟମୁଖ ପର୍ବତ ଉପରେ ହରି ଅଛ ହରି କହିଲେ ମାଙ୍କଡ ଅଛ କହିଲେ ଭାଲୁ ବସିଥିଲେ ମା ଜାନକୀ କଣ କଲେ ନା ଉତ୍ତରାର୍ଦ୍ଧ ଖଣ୍ଡେନ ପଣତ କାନିକି ଚିରି ନିଜ ଅଳଙ୍କାରକୁ ଖୋଲି ଯୋଉଟା ବାପ ଘର ଯୋଉ ଅଳଙ୍କାର ଦେଇଥିଲେ ଯୋଉ ଅଳଙ୍କାର ଖୋଲି ହବ ନାହିଁ ସେ ଅଳଙ୍କାର ସେ ପିନ୍ଧିଲେ ସେ ସବୁତକ ଅଳଙ୍କାର ଖୋଲି ନାହାନ୍ତି ତାକୁ ବାନ୍ଧିକି ବିମୁଚ୍ୟା ପକେଇଦେଲେ ସେଇଠି ରାବଣ ବିଚାର କଲା କହିଲା ରେ ଇଏ କଣ ଅସଲ ସୀତା ନୁହଁ କି ଗୁରୁବାର ଅଳଙ୍କାର ଖୋଲିଲେ ସେଦିନ ଜାଣିଲା ରାବଣ ସନ୍ଦେହ କଲା ଯେବେଳେ ଅଙ୍ଗରୁ ସୀତା ଫିଙ୍ଗିଲେ ଭୂଷଣରେ ଏଇଠି କାଟିବି ମୃଦଙ୍ଗର ସେ କଣ କାଟିବ ମୁଁ ଖୁଆରେ କାଟିବି
जो दिन फिंगी देले जनक नंदिनी जानकी अलंकार रावण कहला ये कौन असल सीता नुहंती कि अशोक कानन रे रखिला परीक्षा करने उद्देश्य राम को कटा मुंड को पकईला किंतु माँ कांदिले से रावण कहला कहला राम कहले जदि प्रकृत रे तुम्हें जानिल मो माया मुंड तुम्हें हसी था जदि जानिल प्रकृत मोर कटा मुंड तुम प्राणवायु उड़ी जाई था हाँ कौन कर अपेक्षा करिया पड़िबो तेणु पुओ कहले ये कांत कृत्य प्राण त्यक्ता सत्य धर्मे प्रतिष्ठिता स्वामी मला परे स्त्री देखू कि शुणु मन रख माँ स्वामी मरीगला स्त्री देखिला स्वामी मृत पिंड तो प्राणवायु उड़ी जीव अपना छे का प्राणवायु स्त्री प्राण तो गोटे चितारे पड़ी स्वामी मला विदेश रे स्त्री शुणिला प्राणवायु उड़ी जीव राम कहले जदि प्रकृत रे तुम्हें सती नारी जानिलो मो कटा मुंड रावण आनी जाइछि तुम प्राणवायु उड़ी जीवा जदि जानिलो माया कांदुथलो काई कांदी ना मु कोन कहूछि पिसी खुंटिया मु विश्वनाथ खुंटिया गाइबी तुम्हें भाईधर चंडंकर गाइब गोटे पद कौन कहले विश्वनाथ खुंटिया कौन कहले हाँ अच्छी कला ये धनुर्धर वीर ये बर ये करो ये जहार बाण ब्रह्मांड दही पारे मारिला प्रहस्त कांदी थिलो से दिन प्रश्न सातुटा पचारि देले राम गोटी गोटी की सुनंतु तुम्हें मधुसजिया रजनी रे मिथ्या कथा लिखिल द्वितीय कथा तुम्हें मो बापा मां को सेवा न करी मो संगे आइलो जंगल को मो कथा मानिलनी तृतीय मो मां कथा को अवमानना करी सुन मूर्ख मागिलो कथा को तुम्हें ग्रहण कल लक्षण को निंदा कल चतुर्थ रावण परिचय पाइबा परे तुम्हें अलंकार गुरुवार रे फिंगी की पणत कानी चिरिल 6 नंबर प्रश्न 7 रे मो माया मुंड को अशोक कानन रे रावण पकईला परे तुम्हें जदि जानिल माया कांदिल काई आउ जदि जानिल प्रकृत मो स्वामी मृत मस्तक बंचिल केमी ये 7टा प्रश्न पचारि सारिबा परे असमती बसुमती ठिया हेले कहले बाबू दशरथ पुओ खाऊरे सुमत हूँ घरे निज बहू को तो एत कौन यहाँ कहूनु कौन कहू
ଶୁଣ ମା ଏ ଶୁଣ ବାପା ଇଏ ଝିଅ ମୋର ହଉଛି ତୁମ ସ୍ତ୍ରୀ ରଘୁକୁଳର ବୋହୂ ହଁ ଏଠି ମାନ୍ୟଗଣ୍ୟ ଦେବତା ମାନେ ଅଛନ୍ତି ଏ ଠିଆ ହେଇ କଥା କହିବନି ନା ମୁଁ ମା ତୁମେ ଯେମିତି 7ଟା ପ୍ରଶ୍ନ ପଚାରି ମୋ ଝିଅ ଜାନକୀକି ଅଥୟ କରିଦେଇଛ ମୁଁ ତୁମକୁ ଆଜି ଏଇ ସ୍ୱର୍ଗପୁରରେ 7ଟା ପ୍ରଶ୍ନ ପଚାରିବି କିଏ ପଚାରିବ ମା ବସୁମତୀ ପଚାରିବ ମୁଁ ତା ଦେହରୁ ଗୋଟିଏ ପ୍ରଶ୍ନ କହିଦେବି ଆଉ 6ଟା ପ୍ରଶ୍ନ ବସୁମତୀ ରାମକୁ ପଚାରିବେ ରାମ ଉତ୍ତର ଦେବେ ଆଜ୍ଞା। ତାପରେ ଯାଇ ବିଚାର ହବ ବସୁମତୀ ପଚାରିଲେ କହିଲେ ରାମ ମା ତୁମେ ରାବଣକୁ ବଧ କଲ ହଁ ତା ସାନ ଭାଇ ବିଭୀଷଣକୁ ତା ଭାଉଜ ମନ୍ଦୋଦରୀ ସହିତ ବିବାହ ଦେଲ ହଁ ବାଳିକେ ବଧ କଲ ତା ସାନ ଭାଇ ସୁଗ୍ରୀବ ସହିତ ବାଳିର ସ୍ତ୍ରୀ ତାରାକୁ ବିବାହ ଦେଲ ବ୍ରାହ୍ମଣ ମାନେ ମଣିବନ୍ଧନ କଲା ବେଳେ ବିବାହ ମଣ୍ଡପରେ ଆଜ୍ଞା ବୋଲନ୍ତି ଯଥା ରାବଣସ୍ୟ ମନ୍ଦୋଦରୀ ହଁ ଯେମିତି ରାବଣ ଉପରେ ଗୁରୁତ୍ୱ ଦେଇକି ମନ୍ଦୋଦରୀକି ଯୋଡି ଦିଅନ୍ତି ସେମିତି ରାବଣ ଠାରୁ କଣ କମ କୋଉ ଗୁଣରେ କମ ଥିଲା ବାଳି ଯେ ରାବଣକୁ କାଖରେ ଡାକିକି ବୁଲୁଥିଲା ଏଠି ବାଳିସ୍ୟ ତାରା ନ ହେଇ କାହିଁ ସୁଗ୍ରୀବସ୍ୟ ତାରା ଟିକେ ବିଚାର କରନ୍ତୁ ଏ କଥା ରାବଣସ୍ୟ ମନ୍ଦୋଦରୀ ରାବଣ ମୋଲା ତା ସ୍ତ୍ରୀ କି ବାହା ହେଲା ବିଭୀଷଣ ଆଜ୍ଞା ଏଠି ବାଳିସ୍ୟ ତାରା ବାଳି ମୋଲା ତା ସ୍ତ୍ରୀ କି ବାହା ହେଲା କି ଧୀରେ ସୁଗ୍ରୀବ ବାଳି ମୋଲା ତା ସ୍ତ୍ରୀ କି ବାହା ହେଲା ସୁଗ୍ରୀବ ଆଜ୍ଞା ଏଠି ଯଦି କଲ ରାବଣସ୍ୟ ମନ୍ଦୋଦରୀ ତାରା ଯଦି ଏଠି କଲ ସୁଗ୍ରୀବସ୍ୟ ତାରା ସେଠି ମନ୍ଦୋଦରୀସ୍ୟ ବିଭୀଷଣ କି ବିଭୀଷଣସ୍ୟ ମନ୍ଦୋଦରୀ କଥା ଏମିତି ଆଉ 6ଟା ପ୍ରଶ୍ନ ପଚାରିବେ ବସୁମତୀ ପାଢୀ ବାବୁ ଯଦି କପିଳ ରାମାୟଣ ଉପରେ ଦଖଲ ଥବ ଆଜ୍ଞା ଏଇଠୁ ନବ ଆପଣ ମାନେ ବରାଦ କରିଛନ୍ତି ଆଜି ଏ 3 ରାତି ପାଲା ଗାଇଲା ବେଳେ ଯଦି କିଛି ସନାତନ ଦାସର ତ୍ରୁଟି ଥିବ ମହତ ଗୁଣରେ କ୍ଷମା କରିବେ ପାଢୀ ବାବୁ ପାଲାର ଜମକ ପାଇଁ ବଡ ଭାଇନାଟା କଣ କହିଦେଇଛି ତୁମକୁ ମୁଁ ତ ଯେହେତୁ ମତେ ବଡ ଭାଇନା ବୋଲି ସମ୍ମାନ ଦଉଛ ଆଉ ମୁଁ ତୁମ ପାଖରେ କ୍ଷମା ମାଗିବିନି ମହତ ଗୁଣରେ ତାକୁ ଗ୍ରହଣ କରିବ ଭଲ କଥା ଗ୍ରହଣ କରିବେ ଖରାପକୁ ତ୍ୟାଗ କରିଦେବେ ତେଣୁ ମୁଁ ବି ତୁମ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମେ ଶାରୀରିକ କ୍ଲେଶ ନ ଭୋଗ ତୁମ ଭିତରେ ସେତିକି ଶକ୍ତି ଦିଅନ୍ତୁ ପ୍ରଭୁ ନ ଶୋଇକି ତୁମେ ପାଲା ଗାଉଛ ଛୋଟିଆ କଥା ନୁହଁ କିନ୍ତୁ ଯଦି ଏଡେ ଦାମ୍ଭିକ ପଣ୍ଡିତ ବୋଲି ତୁମ ମନରେ ମୁଁ ବହି ଯୋଉଠୁ ଛାଡ଼ିଲି ସେଇଠୁ ଧରିବ କେତେ ଆଡେ ଦାଳ କି 7ଟା ଦୋଷ ମା ବସୁମତୀ ଧରିବେ ରାମଙ୍କର ଗୋଟିଏ ଦୋଷ କହିଛି ରାବଣସ୍ୟ ମନ୍ଦୋଦରୀ ଯଦି ବାଳିସ୍ୟ ତାରା କାହିଁକି ହେଇନି ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ସେ ଫାଙ୍କା ଗର୍ଜନରୁ କଣ ମୂଲ୍ୟ ଅଛି ଟଙ୍କା 100ଟା ତ ହେଇପାରିଲାନି ଖାଲି ଫାଙ୍କା ଚା ବାଣ୍ଟିକି ଗର୍ଜନ କରୁଛି ମୁଁ କହିବାର ତାତ୍ପର୍ଯ୍ୟ ପ୍ରଶ୍ନ ପଚାରିছে ପାଢୀ ବାବୁ ରାବଣ ସୀତାଙ୍କୁ ନେଲା ଚୁପ ବାଧିରେ ଅର୍ଦ୍ଧରାତ୍ରେ ଆଣୁଛ ଆଣ ପ୍ରଶ୍ନର ଉତ୍ତର ଦିଆହବ ଏଇଟା ପାଢୀ ବାବୁ ଷ୍ଟେଜକୁ ଆସିବେ ଶୋଇବ କି ନ ଶୋଇବ ଇରେ ବାପା ଇଏ ଚନ୍ଦନ ନିପିଲେ ଏଠୁ ଟଙ୍କାଟେ ହାରିବ ନାହିଁ ଅର୍ଦ୍ଧରାତ୍ରେ ରାତି ଅଧ ଦିନ ଅଧ ସୂର୍ଯ୍ୟ ଅଧ ଏଇ ପୁଅ ମୋ ଉପରେ ଚଢି ଯାଉଛୁ ଚନ୍ଦ୍ର ଅଧ କୃଷ୍ଣ ପକ୍ଷ ସୀତାଷ୍ଟମୀ ତୁମେ ସଂସ୍କୃତ ଶିକ୍ଷକ ଡକ୍ଟରେଟ ପାଇଛ ଯୋଗ୍ୟ ଗାୟକ ଗୋଟି ଗୋଟି କିରି ବୁଝେଇବି କହିବ ରାବଣ ନ
ବାବୁ କହିଲେ ପୂର୍ଣ୍ଣାହୁତି ଦକ୍ଷିଣା କୁଆଡେ ଗଲ କାହ୍ନୁ ବାବୁ? ଆଜି ଆପଣଙ୍କର ବାପା ହେଲେ କି ପଣ୍ଡା? ବିମ୍ବାଧର ପଣ୍ଡାଙ୍କର ପୁଣ୍ୟ ବଳରୁ ତୁମେ ଆଜି ଏତେ ବାଟ ଆଗେଇଛ। ମୁଁ ଦମ୍ଭ ଦେଇ କହିବି ଖରାପ ଭାବ ଭଲ ଭାବ। ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ। ଆସନ୍ତା ବର୍ଷକୁ ତାଙ୍କରି ନାଁରେ 2ଟା ମାନପତ୍ର 2 ଗାୟକକୁ ଦିଆଯିବ। ସେ ସ୍ୱର୍ଗରେ ଥାଇ ତାଙ୍କର ଅତୁତ ଆତ୍ମା ଆଜି ନିଶ୍ଚିତ ଭାବରେ ଖୁସି ହଉଥିବେ, କହିବେ ଯୋଗ୍ୟ ପୁଅ କରୁଥିବେ। ତେଣୁ ସପରିବାର ବର୍ଗଙ୍କୁ, ସଂସ୍କୃତି ସମ୍ପନ୍ନ କୋରାଙ୍ଗ ଗ୍ରାମାଧିବାସୀ ମାନଙ୍କୁ ଆଜିର ଏ ଯେତିକି ଭବ୍ୟ ମଞ୍ଚରେ ଆପଣ ମାନେ ବସିଛନ୍ତି ସମସ୍ତ ମୋ ମା ମାନଙ୍କୁ, ବାବୁ ମାନଙ୍କୁ ଏ ସନାତନ ଦାସ ତାର ଅନ୍ତର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା, ସହାନୁଭୂତି, ଭକ୍ତିଭୂତ ପ୍ରଣାମ। ତୁ ଯା ଯା ମୁଁ ତାଙ୍କୁ କାହିଁ କହୁଛି ଯିବାକୁ? କୃଷ୍ଣକୁ କହୁଛନ୍ତି ଗୋପାଙ୍କ ନାଁ ମାନେ। ଆଉ ନ ଆଇଲେ କେମିତି ମଜା ହବ? ଲୋକ ଜାଣିବେ ମୁଁ ତାଙ୍କୁ କହୁଛି। ଆଉ ବିଳମ୍ବ କାହିଁକି? କାହ୍ନୁ ବାବୁ, ପଣ୍ଡା ବାବୁ ଆସନ୍ତୁ। ନା ମୁଁ ନୃସିଂହ ହୋତା ହେଇଥିଲେ ଶୋଷି ନିଅନ୍ତାଣି। 10 ପ୍ୟାକେଟ ସିଗାରେଟ ସେ ଟାଣି ସାରନ୍ତାଣି ନୃସିଂହ ହୋତା। ଚୁପ୍, ସେଗୁଡା କାହିଁ ଖାଇବୁ? କଣ୍ଠ ଖରାପ ହବ। ହଉ, ନବଗ୍ରହ ଏକାଦଶ ଶସ୍ତା ଫଳଦା ଭନ୍ତୁ, ତାରାବାରା ଗ୍ରହ ନକ୍ଷତ୍ର ଶୁଭମ ବହୁତୁ। ମୁଁ ଏତିକି ଆଶୀର୍ବାଦ କରିବି, ଆପଣଙ୍କ ମନ ତ ଠିକ ଅଛି, ମନ କେବେ ବଦଳିବନି। ଶାରୀରିକ କ୍ଲେଶ ନ ଭୋଗନ୍ତୁ, ଏମିତି ହୃଦୟ ନିର୍ମଳ ଥାଉ। କଣ କେଇଟା ଟଙ୍କା ଖର୍ଚ୍ଚ ହଉଛି? ଏମିତି ପାଲା 3 ରାତି ଚାଲୁ, 4:30 ଆଡକୁ ଯିବନି। ଏଇ 3 ରାତି ପାଲା ଚାଲୁ। ଭଲ ଭଲ ଗାୟକ ମାନେ କେମିତି ଆସିବେ ମୁଁ ସହଯୋଗ କରିବି, ପାଢ଼ୀବାବୁ ସହଯୋଗ କରିବେ ଆପଣଙ୍କୁ। ଏମିତି ଆପଣଙ୍କର ପ୍ରଶସ୍ତି ରହିଥିବ, ଭଗବାନଙ୍କର ଦୟା ଥିବ, ଆପଣଙ୍କ ବାପା ମାଙ୍କର ଆଶୀର୍ବାଦ ଅଛି, କେବେ ହେଲେ ଅସୁବିଧା ହେବନି। ଆପଣ ସମସ୍ତେ ମୁକ୍ତ କଣ୍ଠରେ ହରିବୋଲ ଟିଏ ଦିଅନ୍ତୁ। ମୋ କାହ୍ନୁ ବାବୁର ମଙ୍ଗଳ ହବ। ଆନନ୍ଦ ହରିବୋଲ। ମହାପ୍ରଭୁ ନାରାୟଣ ସର୍ବଶ୍ରୀକାଳେ ସର୍ବଇଷ୍ଟ ଖଣ୍ଡନ କରନ୍ତୁ। ନମ୍ର ନିବେଦନ, ସର୍ବେ ବୋଲନ୍ତୁ ଆନନ୍ଦ କବାର ପ୍ରଭୁ। ପାଉ 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 ନେ ବାପା। ହଉ ଆଜ୍ଞା ଆଜ୍ଞା କହିଲା ତୁ ଯା ଯା। ତୁ ବାପା ଭାବୁଛୁ କି ମୁଁ ତୁମ ଗାୟକଙ୍କୁ କହୁଛି? ନାଇଁ ବାପା, ମନ ଦୁଃଖ କର। କହିଲା ତୁ ଯା ଯା କହିବୁ ସେ କପଟି ଆଗେ, କହିବୁ ସେ କପଟି ଆଗେ, ତୁ ଯା ଯା କହିବୁ ସେ କପଟି ଆଗେ। ନୃସିଂହତା ଏମିତି କରିକିରି ଦୁନିଆ କଲା ସେଥିରେ କିଛି ମୂଲ୍ୟ ନାହିଁ। କହିଲା ଧେନୁ ରଖା ଯାର କର୍ମ ସେ କି ଜାଣେ ମୁକ୍ତ। ମୁଁ ବି ନୃସିଂହତାକୁ ରକ୍ଷା କରିଛି, ନହେଲେ ମାଡ ଖାଇଥାନ୍ତା ବହୁ ଜାଗାରେ। କହିଲା ଧେନୁ ରଖା ଯାର କର୍ମ ସେ କି ଜାଣେ ମୁକ୍ତା ମର୍ମ। ଧେନୁ ରଖା ଯାର କର୍ମ ସେ କି ଜାଣେ ମୁକ୍ତା ମର୍ମ। ଧେନୁ ରଖା ଯାର କର୍ମ ସେ କି ଜାଣେ ମୁକ୍ତା ମର୍ମ। ତୁ ଯା ଯା, ତୁ ଯା ଯା। କହିଲା ତୁ ଯା ଯା କହିବୁ ସେ କପଟି ଆଗେ, ଯା ଯା କହିବୁ ସେ। ତୁ ଯା ଯା କହିବୁ ସେ। ପଣ୍ଡିତ ମଣ୍ଡଳୀ ବର ନେଲେ ଶ୍ରବଣ, ଚାଦରେ ମେଲା ଲୋଚନ, ଏଠାରେ ସବୁ ମାଗୁଛି ବିଦାୟ। ଆପଣଙ୍କୁ ଦୟା କରିଥିବ ପ୍ରଭୁ ଦୟାମ। ଗଲାବେଳେ ନନା ପୁଅ କରୁଅଛି ଅଳି, ମା ଭଉଣୀ ମାନେ ହୋଇଅଛ ମେରି, ଦରବାରେ ମାଗା ଲାଗିଲା ଦଳି। ହରିବୋଲ ସଙ୍ଗେ ହୁଳ ହୁଳି କର ତାଳି, କଲା ବୋଲ ହରି ହେ।